ବଦଳେଇ ଦିଅନ୍ତୁ ନିଜକୁ, କାରଣ ଏବେ ସମୟ ଆସିଯାଇଛି ନିଜକୁ ବଦଳେଇବା ପାଇଁ। ନିଜକୁ ଏତେ ବଦଳେଇ ଦିଅନ୍ତୁ ଯେମିତି ଲୋକ ଆପଣଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଭାବିବେ, ଆରେ ଇଏ କ'ଣ ସେଇ ମଣିଷ ଯାହାକୁ ଆମେ ଜାଣିଛୁ? ଆପଣ ନିଜ ହିସାବରେ କୌଣସି ବି ଏକ ତାରିଖ ନିର୍ଦ୍ଧାରିତ କରନ୍ତୁ, ଯେତିକି ବି ଆପଣଙ୍କ କ୍ଷମତା। 5 ବର୍ଷ ହୋଇପାରେ, 1 ବର୍ଷ ହୋଇପାରେ, 6 ମାସ ହୋଇପାରେ, 2 ମାସ ବି ହୋଇପାରେ। ଯେତିକି ବି ଆପଣଙ୍କର କ୍ଷମତା ସେହି ହିସାବରେ ସମୟ ଭାବି ନିଅନ୍ତୁ ଏବଂ କଥା ଦିଅନ୍ତୁ ନିଜକୁ କି ଏହି ତାରିଖ ବେଳକୁ ମୁଁ ନିଜେ ନିଜକୁ ଏତେ ବଦଳେଇ ଦେଇଥିବି, ଯିଏ ବି ମୋ ସହିତ ଦେଖା ହେବ ଏଇଆ କହିବ, ଆରେ ତୁ ତ ବହୁତ ବଦଳି ଯାଇଛୁ। ଆପଣଙ୍କୁ ନିଜକୁ ବଦଳିବା ପାଇଁ କେତେ ସମୟ ଲାଗିବ ତାହା ଆପଣଙ୍କୁ ଜଣାଥିବା ଦରକାର ଏବଂ ପ୍ରତ୍ୟେକ ଛୋଟରୁ ଛୋଟ ଜିନିଷରେ ଯେତେବେଳେ ଆପଣ ଇମ୍ପ୍ରୁଭ୍ କରିବେ, ଆପଣଙ୍କ ସମ୍ପୂର୍ଣ୍ଣ ଶାରୀରିକ ଏବଂ ମାନସିକତାରେ ଯେଉଁ ପରିବର୍ତ୍ତନ ଆସିବ, ଆପଣ ନିଜେ ନିଜକୁ ବି ଚିହ୍ନି ପାରିବେନି। ଆପଣ ନିଜେ ଭାବିବେ, ଆରେ ମୁଁ କ'ଣ ଥିଲି ଆଉ ଏବେ କ'ଣ ଅଛି? ଦୁନିଆ ଆଖିରେ ଆପଣଙ୍କ ଚେହେରା କେମିତି ବି ଥାଉ, ଏବେ ସମୟ ଆସିଯାଇଛି ସେ ଚେହେରାକୁ ବଦଳେଇବା ପାଇଁ। ଲୋକଙ୍କୁ ସବୁବେଳେ ଲାଗେ, ଆରେ ଇଏ ତ ସବୁ କଥାରେ ହଁ କହିଦିଏ। ଆମେ ଯୁଆଡ଼େ କହିବା ଇଏ ଆମ ସହିତ ସିଆଡ଼େ ଯିବ। ଯେତେବେଳେ ବି ଆମେ ଡାକିବା ସେ ଆମ ସହିତ ଯିବ। କାରଣ ଆପଣ ନିଜ ଚେହେରାକୁ ଲୋକଙ୍କ ଆଗରେ ସେମିତି ହିଁ ରଖିଛନ୍ତି। ଏହା ଆପଣଙ୍କ କର୍ମ ଅଟେ। କିନ୍ତୁ ଏବେ ସମୟ ଆସିଯାଇଛି ସେ କର୍ମକୁ ସୁଧାରିବା ପାଇଁ ଏବଂ ନିଜ ପରିଚୟକୁ, ନିଜ ଚେହେରାକୁ ବଦଳେଇ ଦେବା ପାଇଁ। ବହୁତ ହେଇଗଲା ଲୋକଙ୍କ ବିଷୟରେ ଭାବିବା। ଏବେ ନିଜ ବିଷୟରେ ଭାବିବା ଆରମ୍ଭ କରିଦିଅନ୍ତୁ। ନିଜ କ୍ୟାରିୟର ବିଷୟରେ ଭାବିବା ଆରମ୍ଭ କରିଦିଅନ୍ତୁ। ତାରିଖ ଲେଖନ୍ତୁ। ତାରିଖ କିଛି ବି ହେଇପାରେ। ନିଜ ସକ୍ଷମ ହିସାବରେ ତାରିଖ ଲେଖନ୍ତୁ। କେଉଁ ତାରିଖ ପର୍ଯ୍ୟନ୍ତ ଆପଣ ନିଜକୁ ବଦଳେଇ ପାରିବେ ତାହା ଆପଣଙ୍କୁ ଭଲ ଭାବରେ ଜଣାଅଛି। ଆଉ ସେଇ ତାରିଖ ପର୍ଯ୍ୟନ୍ତ ଏତେ ପରିଶ୍ରମ କରନ୍ତୁ, ଏତେ ପରିଶ୍ରମ କରନ୍ତୁ, ପ୍ରତିଟି ଛୋଟ ଜିନିଷରେ ନିଜକୁ ଏତେ ଇମ୍ପ୍ରୁଭ୍ କରନ୍ତୁ, ଏତେ ଇମ୍ପ୍ରୁଭ୍ କରନ୍ତୁ ଯାହାର କିଛି ହିଁ ସୀମା ନଥିବ। ବଦଳେଇ ଦିଅନ୍ତୁ ନିଜକୁ ସମ୍ପୂର୍ଣ୍ଣ ଭାବେ। ଦୁନିଆ ତ ବହୁତ ଜଲ୍ଦି ଆଶ୍ଚର୍ଯ୍ୟ ହୋଇଯିବ, କିନ୍ତୁ ଆପଣ ସେ ପର୍ଯ୍ୟନ୍ତ ନିଜକୁ ଇମ୍ପ୍ରୁଭ୍ କରନ୍ତୁ ଯେ ପର୍ଯ୍ୟନ୍ତ ଆପଣ ନିଜେ ଆଶ୍ଚର୍ଯ୍ୟ ହୋଇନାହାନ୍ତି। ଆରେ ମୁଁ କ'ଣ ଥିଲି ଆଉ ଏବେ କେଉଁଠି ଅଛି, ଏହା ନିଜେ ନିଜେ ଫିଲ୍ କରିପାରିବେ। ଅଭ୍ୟାସ ଏବଂ ନିରନ୍ତରତା ଏହି ଦୁଇଟିର ଯେତେବେଳେ ମିଶ୍ରଣ ହୋଇଯାଏ, ସେତେବେଳେ ଏ ଦୁନିଆରେ ଏମିତି କିଛି କାମ ହୁଏ ଯାହା ସାଧାରଣ ଲୋକଙ୍କୁ ଅସମ୍ଭବ ବୋଲି ଲାଗିଥାଏ। ସେତେ ପର୍ଯ୍ୟନ୍ତ ତୁମକୁ ପ୍ରୟାସ କରିବା ଦରକାର। ସହସ୍ର ବର୍ଷ ତଳେ କବିବୃନ୍ଦ କହିଥିଲେ, କରତ କରତ ଅଭ୍ୟାସ କିଏ ଜଡ଼ମତି ହୋଇ ସୁଜାନ, ରସ୍ତି ଆବତ ଜାତକେ ତିଲ୍ ପର ପରତ ନିଶାନ। ଆଜି ବି ଏ କଥାରେ ସେତିକି ସତ୍ୟତା ଅଛି ଯେତିକି ସକାରାତ୍ମକତା ଅଛି। ଅଭ୍ୟାସ 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 କରିଚାଲନ୍ତୁ, ଅଭ୍ୟାସ କରିଚାଲନ୍ତୁ। ଦୁନିଆ ରହିଯାଇଛି, ଆପଣ ରୁହନ୍ତୁନି। କେହି ଡାକୁଛି ଯାଆନ୍ତୁନି, ନା କହିବା ଶିଖନ୍ତୁ। କହିଦିଅନ୍ତୁ ଟାଇମ୍ ନାହିଁ। ଏ ଫାଲତୁ ଲୋକଙ୍କୁ ମିଛ କହିଦିଅନ୍ତୁ, କାରଣ ଏଭଳି ଲୋକଙ୍କୁ ମିଛ କହିବା ଦ୍ୱାରା ଆପଣଙ୍କ ଭବିଷ୍ୟତ ଯାହା ଆସିବ ତାହା ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ସତ୍ୟ ହେବ। ଆପଣ ସବୁଠାରୁ ବଡ଼ କଥା ହେଉଛି ଆପଣଙ୍କ ମହତ୍ତ୍ୱପୂର୍ଣ୍ଣ ସମୟ ନଷ୍ଟ ହେବନି ଏବଂ ଲୋକମାନଙ୍କ ଆଗରେ ଆପଣଙ୍କର ଏକ ନୂଆ ପରିଚୟ ସୃଷ୍ଟି ହେବ, ଏକ କର୍ମତତ୍ପର ବ୍ୟସ୍ତ ମଣିଷ ରୂପରେ। ଲୋକ ଭାବିବେ ଆପଣଙ୍କ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣ ଅଯଥା ସମୟ କାହାକୁ ଦେଉନାହାନ୍ତି। ଖାଲି ମଣିଷ ନୁହନ୍ତି, ଭ୍ୟାଲୁଏବଲ୍ ଲୋକ ବି। ଏବଂ ଯେତେବେଳେ ଲୋକଙ୍କୁ ଲାଗିବ ଆପଣ ଆପଣଙ୍କ ଗୋଲକୁ ନେଇ ସିରିୟସ୍ ଅଛନ୍ତି, ନିଜ କାମରେ ବିଜି ରହୁଛନ୍ତି,
ବେରୋଜଗାର ଭଳି ପଡ଼ି ରହୁନାହାନ୍ତି, ଦିନ ସାରା ଫୋନରେ ସମୟକୁ ନଷ୍ଟ କରୁନାହାନ୍ତି, ସେତେବେଳେ ଲୋକ ଆପେ ଆପେ ହିଁ ଆପଣଙ୍କୁ ବିଜି ମାନିବା ଆରମ୍ଭ କରିବେ ଏବଂ ସେମାନେ ବୁଝିଯିବେ ଆଉ କେବଳ ଇମ୍ପୋର୍ଟାଣ୍ଟ କାମ ପାଇଁ ହିଁ ସେମାନେ ଆପଣଙ୍କୁ ପଚାରିବେ। ଲୋକ ଆପେ ଆପେ ହିଁ ଆପଣଙ୍କୁ ସମ୍ମାନ ଦେବା ଆରମ୍ଭ କରିବେ, କାରଣ ସେମାନେ ବୁଝିଯିବେ ଆପଣ ବେକାରିଆ ହିଁ ବସିଥିବା ଲୋକ ନୁହନ୍ତି, ଗୁରୁତ୍ୱପୂର୍ଣ୍ଣ ଲୋକ ଅଟନ୍ତି। ତିଆରି କରନ୍ତୁ ନିଜର ଏକ ଏଭଳି ପରିଚୟ ଏବଂ କରିଚାଲନ୍ତୁ। ବନ୍ଦ କରିଦିଅନ୍ତୁ ନିଜକୁ କିଛି ସମୟ ପର୍ଯ୍ୟନ୍ତ, ନିଜ ପାଇଁ କଠିନରୁ କଠିନ ନିୟମ ଲାଗୁ କରିଦିଅନ୍ତୁ। ଏହି ସମୟରେ ଏହି କାମ କରିବି ତ କେବଳ ଏଇ କାମ ହିଁ କରିବି। କେହି ବି ଫାଲତୁ ଲୋକ ଆସିବେ ତ ତାକୁ ଟାଇମ୍ ଦେବେନି। କିଛି ଆବଶ୍ୟକତା ନାହିଁ କାହା ସହିତ ମିଶିବା। ଆପଣଙ୍କ ସମସ୍ତଙ୍କ ସହିତ ମିଶିବେ, କିନ୍ତୁ ଗୋଟେ ତାରିଖ ପରେ, ଯେଉଁ ତାରିଖ ଆପଣଙ୍କୁ ନିଜକୁ ଆଉ ସେତେବେଳେ ଦେଖିବେ ଲୋକ ପ୍ରତିକ୍ରିୟା କ'ଣ ରହୁଛି। ସେଇ ସୁଖ ସମୟକୁ ପାଇବା ପର୍ଯ୍ୟନ୍ତ ନିଜକୁ ଏତେ ଜଳାନ୍ତୁ ଯେମିତି ଆପଣଙ୍କ ଉନ୍ନତି ଆଗରେ, ଆପଣଙ୍କ ଉଜ୍ଜଳତା ଆଗରେ ସୁନା ବି ଲାଜ କରିବ। କାରଣ ଯିଏ ଯେତେ ଜଳିବ ତାର ଚମକ ସେତେ ଉଜ୍ଜଳ ହେବ। କିଛି ବଦଳେଇବା ପାଇଁ କିଛି ବଦଳେଇବାର ଆବଶ୍ୟକତା ଅଛି ଏବଂ ଆମକୁ କିଛି ବଦଳେଇବା ପାଇଁ ବହୁତ କିଛି ବଦଳେଇବାର ଆବଶ୍ୟକତା ରହିଛି। ସେତେ ପର୍ଯ୍ୟନ୍ତ ଆମକୁ ମଧ୍ୟ ବଦଳେଇବା ପାଇଁ ପଡ଼ିବ, କାରଣ ଆମକୁ ସମ୍ପୂର୍ଣ୍ଣ ଭାବେ ଏକ ଅଲଗା ପରିଚୟକୁ ସୃଷ୍ଟି କରିବାର ଅଛି। ଏକ ଏଭଳି ମଣିଷ ଯିଏ ପ୍ରତିଟି ପରିସ୍ଥିତିକୁ ସମ୍ଭାଳି ପାରିବ, ଯିଏ କିଛି ବି କରିପାରିବ, ଯାହା ପାଖରେ ଏତେ ଦକ୍ଷତା ଥିବ ଯେ ସେ ତା ଜୀବନରେ ଯାହା ଚାହିଁବ ସେଇଆ କରିପାରୁଥିବ। ଏକ ଏଭଳି ମଣିଷ ଯାହାର ବିଚାରଧାରା ଅଲଗା ଥିବ। ଏକ ଏଭଳି ମଣିଷ ଯିଏ ଭିଡ଼ରେ ବି ଭିନ୍ନ ଦେଖାଯାଉଥିବ। ଯେଉଁ ସମୟ ଆପଣ ନିଜ ପାଇଁ ଧାର୍ଯ୍ୟ କରିବେ, ବର୍ଷେ, ମାସେ, 2 ମାସ, ଯେତେ ବି, କେବଳ ଏତିକି ବୁଝିନେବା ଦରକାର ଏ ସମୟ ଆପଣଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ହେବ ଏବଂ ଏହି ସମୟ ହିଁ ଆପଣଙ୍କ ଜୀବନ ବଦଳେଇ ଦେବ। ଆଉ ମନେ ରଖିବେ, ପ୍ରତିଟି ଛୋଟରୁ ଛୋଟ ଜିନିଷରେ ବି ପରିବର୍ତ୍ତନ କରିବେ। ଆପଣ କିଛି ବି କାମ କରନ୍ତୁ, ଆପଣଙ୍କ ମନରେ ଏହା ପ୍ରଶ୍ନ ଥିବା ଦରକାର କି ଏ କାମରେ ମୁଁ ଆହୁରି କେମିତି ଭଲ କରିପାରିବି। ଭଲ କରିବା ପାଇଁ ମୁଁ ଆଉ କ'ଣ ସବୁ କରିପାରିବି। ଆପଣଙ୍କ କଥା କହିବାର ଶୈଳୀ ହେଉ, କାମ କରିବା ହେଉ, ବିଚାର କରିବାର ଶୈଳୀ ହେଉ, ଯାହା ବି ହେଉନା କାହିଁକି, ଆପଣ କ'ଣ ଦେଖୁଛନ୍ତି, ଆପଣଙ୍କ ସମୟ କୁଆଡ଼େ ଯାଉଛି, କାହା ସହିତ ରହୁଛନ୍ତି, କାହିଁକି ରହୁଛନ୍ତି, କ'ଣ କରୁଛନ୍ତି, କାହିଁକି କରୁଛନ୍ତି, କ'ଣ ଖାଉଛନ୍ତି, ପ୍ରତ୍ୟେକ ଛୋଟ ଜିନିଷରେ ପରିବର୍ତ୍ତନ କରନ୍ତୁ। ଯଦି ଆପଣ ପ୍ରତିଟି ଜିନିଷରେ ନିଜ ଧ୍ୟାନ ଦେବେ, ତେବେ ଶେଷରେ ଯେଉଁ ଫରକ ଦେଖାଯିବ ତାହା ଦୁନିଆକୁ ତ ପରେ ଦେଖାଯିବ, କିନ୍ତୁ ପ୍ରଥମ ଦିନରୁ ହିଁ ଆପଣ ସେ ପରିବର୍ତ୍ତନକୁ ହୃଦୟଙ୍ଗମ କରିପାରିବେ। ତେବେ ଆଜି ହିଁ ବା ଏବେ ହିଁ ସେ ତାରିଖ ଲେଖି ନିଅନ୍ତୁ। ଭିଡ଼ିଓ ଦେଖିବା ପରେ ଯଦି ଅତି କମ୍ରେ 10ଟି ଲୋକ ବି ନିଜକୁ ବଦଳେଇ ପାରନ୍ତି, ତେବେ ମୁଁ ଜାଣିବି ମୋ ପରିଶ୍ରମ ସାର୍ଥକ ହୋଇଛି। ହୃଦୟରୁ ଅନୁରୋଧ କରୁଛି, ନିଶ୍ଚୟ ଭାବେ ଏହିଭଳି ପରିଶ୍ରମ କରିଚାଲନ୍ତୁ। ଜୀବନରେ ତ କିଛି ବି ନାହିଁ, ପରିଶ୍ରମ କରନ୍ତୁ, ନିଜକୁ ବଦଳେଇ ଦିଅନ୍ତୁ। ଚାଲନ୍ତୁ, ଲାଗିଯିବ ସେ ପରିଶ୍ରମ କରିବାରେ। ସ୍ୱପ୍ନ ଦେଖନ୍ତୁ, ତାକୁ ପୁରା ବି କରନ୍ତୁ, କାରଣ ସ୍ୱପ୍ନ ଗୋଟେ ଦେଖିବେ, କଷ୍ଟ 1000 ଆସିବ, କିନ୍ତୁ ସେ ଲକ୍ଷ୍ୟସ୍ଥଳ ବଡ଼ ଆନନ୍ଦମୟ ହେବ। ଯେତେବେଳେ ଆପଣଙ୍କ ସଫଳତା ଉଚ୍ଚ ସ୍ୱରରେ କହିବ, ସଫଳତାର ମାର୍ଗରେ ଅନେକ ଚ୍ୟାଲେଞ୍ଜ ଆସିବ। କେବଳ ଏତିକି ମନେ ରଖନ୍ତୁ, ଯେଉଁ ଜିନିଷ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି ସେ ହିଁ ଆପଣଙ୍କୁ ଚେଞ୍ଜ କରିପାରିବ। ଆଶା କରୁଛି ଏ ଭିଡ଼ିଓ ଆପଣଙ୍କ ଜୀବନରେ ନିଶ୍ଚିନ୍ତ କିଛି ନା କିଛି ପରିବର୍ତ୍ତନ ଆଣିବ। ସେଥିପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ। ସେଇ ଲୋକ ସହିତ ନିଜ ଜୀବନର ଉପରକୁ ଉଠିବା ପାଇଁ ଚାହୁଁଛନ୍ତି, ସେଇମାନେ ହିଁ
ୟାକୁ ପରିଶ୍ରମ କରନ୍ତୁ। ଭଗବାନଙ୍କ ଆଶୀର୍ବାଦ ଏବଂ ନିଜ ଦୃଢ଼ ସଂକଳ୍ପ ବଳରେ ନିଶ୍ଚୟ ଆଗକୁ ଯିବେ।